ଏବେ ଆଜ୍ଞା ଗୁଲୁଆ ଆଉ ବର୍ଷା ଦିଦିଙ୍କର ପୁରା ଚର୍ଚ୍ଚା ହେଉଛି। ଆମର ଯେଉଁ କମେଡ଼ିଆନ୍ ଗୁଲୁଆ ଅଛନ୍ତି, ମୁଁ ଗୁଲୁଆ ଭାଇଙ୍କୁ ଗୋଟେ କଥା ପଚାରିବା ପାଇଁ ଚାହେଁ, ଯେଉଁ ଆପଣ ବର୍ଷା ଦିଦିଙ୍କୁ କହୁଛନ୍ତି ଯେ ସେ ଛକାଙ୍କ ପରିଆ ଦେଖାଯାଉଛନ୍ତି, ଆପଣ ହେଲା 8 ବର୍ଷ ପୂର୍ବରୁ ଆପଣଙ୍କ କ'ଣ ମୋତିଆ ବିନ୍ଦୁ ହେଇଥିଲା କି? ଏଇ ବର୍ଷେ ହେଲା ଆପଣ ଅପରେସନ୍ କରିଛନ୍ତି, ଆପଣ ଆଖିକୁ ପୁରା ଜଳଜଳ ଦେଖାହେଉଛି ଯେ ବର୍ଷା ଦିଦି ଛକା ପରିକା ଦେଖାଯାଉଛନ୍ତି। ଆପଣ ଯେତେବେଳେ ଭିକାରୀ ଥିଲେ, ଭିକମଗା ଥିଲେ, ଆପଣଙ୍କ ପାଖରେ କିଛି ବି ନଥିଲା, ପୁରା ଜିରୋରୁ ଆପଣ ଉଠିଥିଲେ। ଆପଣଙ୍କୁ ହିରୋ କରାଇବା ଲୋକଟି ହେଲା ବର୍ଷା ଦିଦି, ଯେ କି ତାଙ୍କ ବାପାଙ୍କର ବହୁ ସମ୍ପତ୍ତି ଆପଣଙ୍କୁ ଦେଇଛନ୍ତି। ତାଙ୍କ ବାପାଙ୍କ ଟଙ୍କାରେ ଆପଣ କାର୍ କିଣିଛନ୍ତି, ବାପାଙ୍କ ଟଙ୍କାରେ ବାଇକ୍ ଚଲାଉଛନ୍ତି, ବାପାଙ୍କ ଦେଇଥିବା ଜାଗାରେ ଘର ହେଇଛି, ସେ ବି ତାଙ୍କ ବାପା ଟଙ୍କା ଦେଇଛନ୍ତି। ଆଉ ଆପଣଙ୍କ ସ୍ତ୍ରୀ ଯେହେତୁ ବର୍ଷା ଦିଦି ଥିଲେ, ସେ ବି ବହୁତ ମେହନତ କରନ୍ତି ତାଙ୍କ ଭିଡ଼ିଓରେ, ସେ ଟଙ୍କା ବି ଆପଣ ଖାଇଯାଆନ୍ତି। ଏବେ ଆପଣଙ୍କୁ ସେ ଛକା ପରିକା ଦେଖାଯାଉଛନ୍ତି, ଆଉ ସେ ଆପଣ ତାଙ୍କ ସାଙ୍ଗରେ ଫଟୋ ଉଠାଇବା ପାଇଁ ଆପଣଙ୍କୁ ଖରାପ ଲାଗୁଛି। ଆପଣ ଯେଉଁ ସୌନ୍ଦର୍ଯ୍ୟକୁ ନେଇକିନା ଆପଣ ଯେଉଁ ଏତେ ଗର୍ବ କରୁଛନ୍ତି, ଆପଣଙ୍କ ସୌନ୍ଦର୍ଯ୍ୟ ଚିରସ୍ଥାୟୀ? ଆପଣ ଯେଉଁ ସୁନ୍ଦର ଝିଅଙ୍କ ପଛରେ ଦୌଡ଼ୁଛନ୍ତି, ଆପଣ ଭାବନ୍ତୁ ସେମାନଙ୍କ ସୌନ୍ଦର୍ଯ୍ୟ ଚିରସ୍ଥାୟୀ? ଗୋଟେ ସୁନ୍ଦର ମନକୁ ଦେଖନ୍ତୁ, କେତେ ଭଲ ପାଏ ସେ ଝିଅ ଆପଣଙ୍କୁ। ସେଥିପାଇଁ ତା ବାପାର ପୁଞ୍ଜି, ତା ନିଜର ପୁଞ୍ଜି, ମେହନତର ପୁଞ୍ଜି ସେ ଆପଣଙ୍କ ହାତରେ ଟେକି ଦେଇଥିଲା। ଗୋଟେ ସୁନ୍ଦର ଭବିଷ୍ୟତ, ଗୋଟେ ସୁନ୍ଦର ସଂସାର ଗଢ଼ିବ ବୋଲି ଆପଣ କ'ଣ କଲେ? ଭାଙ୍ଗି ରୁଜି ଚୁରମାର କରିଦେଲେ। ଆଉ ଏବେ ଯେତେବେଳେ ଆପଣଙ୍କର କ୍ୟାରେକ୍ଟର ଖରାପ ପ୍ରୁଫ୍ ସହ ସେ ଆପଣଙ୍କୁ ଦେଖାଉଛନ୍ତି, ଆପଣ ତାଙ୍କର କ୍ୟାରେକ୍ଟର ଖରାପ ବୋଲି କହୁଛନ୍ତି। ଆପଣଙ୍କ ପାଖରେ ସେ କୌଣସି ପ୍ରୁଫ୍ ନାହିଁ, କିନ୍ତୁ ସେ ପ୍ରୁଫ୍ ଦେଖାଉଛନ୍ତି। ଯଦି ହିମ୍ମତ ଅଛି, ବର୍ଷା ଦିଦି ଯେମିତି ପ୍ରୁଫ୍ ଦେଖାଉଛନ୍ତି, ଆପଣ ପ୍ରୁଫ୍ ଦେଖାନ୍ତୁ। ବୁଝନ୍ତୁ, ଯେମିତି ଗୋଟେ ପିଲା ସକ୍ସେସ୍ ପାଇଲେ ପ୍ରଥମେ ତା ବାପା ମାଆଙ୍କୁ କ୍ରେଡ଼ିଟ୍ ଦିଆଯାଏ ଯେ ବାପା ମାଆଙ୍କର ମେହନତର ଫଳ, ତାହେଲେ ଆପଣ ଯେଉଁ ଆଜି ଏ ଅବାଟକୁ ଯାଇଛନ୍ତି, ନିଶ୍ଚିତ ସେଟା ବି ଗୋଟେ ସୁନାମ ହେଲେ ବାପା ମାଆଙ୍କର ନାମ ପଡ଼ୁଛି, ତାହେଲେ ଦୁର୍ନାମ ବେଳେ କାହିଁ ବାପା ମାଆଙ୍କର ନାମ ପଡ଼ିବନି? ଆପଣଙ୍କ ବାପା ମାଆ ଯଦି ସେତିକି ସୁଶିକ୍ଷା ଆପଣଙ୍କୁ ଦେଇଥାନ୍ତେ, ତାହେଲେ ଆପଣ 12 ଜାଗା ମୁହଁ ମାରିନଥାନ୍ତେ। ଆପଣଙ୍କ ଆଖିରେ ମାନେ ଆପଣଙ୍କର ବୋଧେ ହେଉଛି ମୋତିଆ ବିନ୍ଦୁ ହେଇଥିଲା, କ'ଣ ଆପଣଙ୍କ ବାପା ମାଆ, ଆପଣଙ୍କର ସାଙ୍ଗସାଥି, ଭଲମନ୍ଦ ସମସ୍ତଙ୍କର 8 ବର୍ଷ ହେଲା ମୋତିଆ ବିନ୍ଦୁ ହେଇଥିଲା? ସେମାନଙ୍କ ଆଖିକି ଦେଖାଉନଥିଲା ବର୍ଷା ଦିଦି ହେଉଛି ଛକା ପରିକା ଦେଖାଉଥିଲେ? ତାଙ୍କର ସବୁ ଲୁଟି ତାଙ୍କୁ 2 ଥର ପ୍ରେଗନେଣ୍ଟ କରେଇ, ସେତେବେଳେ ଯେତେବେଳେ ଆପଣ ତାଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖୁଥିଲେ, ସେତେବେଳେ ସେ ଆପଣଙ୍କୁ ଛକା ପରିକା ଦେଖାଉନଥିଲେ? କ'ଣ ଆପଣ ମାନେ ଆପଣଙ୍କୁ ନା ଲଜ୍ଜା ଲାଗୁଛି? ଗୋଟେ ମାନେ ଆପଣ ଗୋଟେ କମେଡ଼ିଆନ୍, ଯେଉଁ କମେଡ଼ିଆନ୍ ମାନେ ଶହ ଶହ ଲୋକଙ୍କୁ ହସେଇ ପାରେ, ଗୋଟେ ନାରୀ ଆଖିରେ କେମିତି ଲୁହ ଦେଇପାରେ? ଯେଉଁ ନାରୀ ତା ପାଇଁ ଏତେରୁ ଏତେ କରିଛି। ଆରେ ନାରୀ ଲୁହରେ ସମସ୍ତେ ଧ୍ୱଂସ ହୋଇଛନ୍ତି, ଆପଣ ବି ବର୍ତ୍ତି ପାରିବେନି। ବୁଝିପାରିଲେ? ଭାବୁଛନ୍ତି କି ବଡ଼ ଭାଇ କରିଦେଲା, ତା ପଛେ ପଛେ ଆମେ ଅଛୁ? ବଡ଼ ଭାଇର ବି ଧ୍ୱଂସ ସୁନିଶ୍ଚିତ। ଘର ଭାଙ୍ଗି ଯେଉଁମାନେ ଅଛନ୍ତି, ଘର ଭାଙ୍ଗୁଛନ୍ତି, ସେମାନେ ଭାବୁଛନ୍ତି କି ଆଉ କାହା ଘରକୁ ଭାଙ୍ଗିକି ନିଜ ଘର ସଜାଡ଼ି ଯିବ? ଆପଣ ଯେଉଁ ତାଙ୍କୁ ଫଲୋ କରୁଛନ୍ତି, ବୁଝିବା ଲୋକ ଠିକ୍ ବୁଝିପାରିବେ, ଯେଉଁ ଫଲୋ କରୁଛନ୍ତି, ହଁ ମ କ'ଣ ହେଇଯିବ, ଭାବନ୍ତୁନି ଆପଣ ବର୍ତ୍ତି ଯିବେ ବୋଲି। ବୁଝିଲେ?